ଆମେ ଯେଉଁ ପରିବାପତ୍ର ଖାଉଛନ୍ତି, ଯେଉଁ ଏତେ ରେଟ୍ ଦେଇକି ଭୁବନେଶ୍ୱରରୁ ଖାଉଛନ୍ତି କି ଯେଉଁଠି ବି ଯାଉଛି ଏଠୁ ଯାଉଛି ଯେଉଁ ଯେତିକି ରେଟ୍ରେ ଖାଉଛନ୍ତି, ଏଠି ଏଇ ରେଟ୍ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବ। ପୁରା ସୁନ୍ଦର ପରିବେଶ, ପୁରା ଗାଁ ପରିବେଶ, ପୁରା ଭଲସେ ଗାଡ଼ିର କେଁ ଗାଁ କିଛି ନାହିଁ, କାନ ପାଖକୁ ଆସୁନି କିଛି। ଆଉ ମ୍ୟାନୁଫ୍ୟାକ୍ଚର ଯେଉଁଠି ହେଉଛି ନା କ'ଣ। ହେଲେ ସେମାନେ ସତ୍ କରୁଛୁ ନୂଆ ଫ୍ରେଶ୍ ଭିଡ଼ିଓ ତ ଆଶା କରୁଛୁ ତ ଭଲରେ ଥିବେ, ଖୁସି ଥିବେ। ତ ସେମିତି ଭଲରେ ଥାନ୍ତୁ। ତ ମୁଁ ଆସିକି ପହଞ୍ଚିଯାଇଛି ଏବେ ଆଠଗଡ଼ରେ, ଅଂଶୁପା ପାଖାପାଖିରେ। ତ ଆମେ ଯେଉଁ ପରିବାପତ୍ର ଖାଉଛନ୍ତି, ଯେଉଁ ଏତେ ରେଟ୍ ଦେଇକି ଭୁବନେଶ୍ୱରରୁ ଖାଉଛନ୍ତି କି ଯେଉଁଠି ବି ଯାଉଛି ଏଠୁ ଯାଉଛି ଯେଉଁ ଯେତିକି ରେଟ୍ରେ ଖାଉଛନ୍ତି, ଏଠି ଏଇ ରେଟ୍ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବ। ପୁରା ଗୋଟେ କୋବି ଗୋଟେ ଏଠି 15 ଟଙ୍କା, ମକା, ବାଦାମ, ଶାଗ, ଆଉ ହେଉଛି ଧନିଆ ପତ୍ର, ଆଉ ହେଉଛି ଭେଣ୍ଡି, ଝୁଡ଼ଙ୍ଗ, ଫୁଲ ବି ସବୁ ପ୍ରକାର ଏଠି ଫସଲ ଚାଲିଛି। ମୁଁ ବି ଦେଖେଇଦେବି ତୁମ ଭିଡ଼ିଓ ଗୁଡ଼ାକ ଦେଖେଇଦେବି କେମିତି କ'ଣ ହେଉଛି କ'ଣ ନାହିଁ। ଏବେ ଇଏରୁ ପାଣି ଦିଆହେଇଛି, ସେପଟେ ଗାଁ ରହିଛି, ଆଉ ସେଇ ବାଟ ଦେଇକି ଆସିଲି। ଏଇଟା ହେଉଛି ତାଙ୍କ ଫସଲ ସବୁ। ଗୋଟେ ଭାଇଙ୍କର, ଶିବୁ ଭାଇଙ୍କର ତାଙ୍କ ସାଙ୍ଗ ଘର ତ ଏଇଠି। ଆମେ ଗୋଟେ ରବିବାର ଆଜି ଗୋଟେ ହଲିଡେ ଅଛି ବୋଲତେ ପଳେଇ ଯେ ହଳ ହେଇସାରିଛି। ହଳ ହେଇସାରିକି ଜଷ୍ଟ ତାପରେ ତାର କ'ଣ କହିଲେ ଗୋଟେ ପୁରା ମାଟିକି ପୁରା ସଫ୍ଟ କରାଯାଏ, ଦେନ୍ ଯାଇକି ପାଣି ଦିଆ ହୁଏ। ତାପରେ ଗୋଟେ ଦିନ ଛାଡ଼ି ସାରିଲା ପରେ ତାପରେ ମଞ୍ଜି ବୁଣାଯାଏ। ଏଇଟା ଧଣିଆ ଚାଷ ହେଇଛି ଏଇଠି। ତାପରେ ଗୋଟେ ଛୋଟ ନଈଟେ ଯାଇଛି, ସେଠି କନେକ୍ଟ ହେଇଛି। ଏଇଟା କ'ଣ ଉଲକୋବି ନା ମୂଳା ଆଉ କେଉଁଠି ପାଣି ଆସୁଛନ୍ତି ଦେଖ, ଶୁଖି ହେଇଛି ନାଳଟା କହିବା କଥା। ତ ଏଇ ଗୋଟେ ଛୋଟଟା ହେଇଛି, ସେଠି ଲାଗିଛି। ମ୍ୟାନୁଫ୍ୟାକ୍ଚର ଯେଉଁଠି ହେଉଛି ନା କ'ଣ, ସେଇଠିକି ଆସିଛନ୍ତି ଫ୍ୟାକ୍ଟ୍ରିକି ଆସିଛନ୍ତି। ଆଉ ପାହାଡ଼ରୁ ଆସୁଛି ପୁରା। ହଁ ଲେଖା ହେଇଥିଲା କାକୁଡ଼ି। ଏଇଟା କାକୁଡ଼ି ଇଏ ବା ଗଛ ଟଙ୍କା ହେଇଯାଏ ନା କ'ଣ। ଏଠି ବାଦାମ ଲାଗିଛି। ମିଠା ମକା, ମୂଳା, ଏଟା ଟୋଟାଲ ମକା। ବାଦାମୀ ନେଇକି ଭାଜିନେ ଏଠୁ ଲାଭ, ଯାହା ନେଇକି ଯାଅ ଲାଭ ଏଠୁ। ଗୋଟେ ଆସିବାର ରିଜନ୍ ଏଇଟା ଯେ କି ଶିବୁ ତାଙ୍କ ସାଙ୍ଗ ନୁହେଁ, ଲୋ ଗ୍ରେଡ଼ର ଗୋଟେ ଏମ୍ପ୍ଲୟ ଥିଲେ। ସେ କାମାକ୍ଷାନଗରରେ ଜବ୍ କରିଥିଲେ। ତ ତାଙ୍କ ଘରକୁ ଆସିଛୁ। ତାଙ୍କର ଏଠି ଚାଷବାସ ଭଲ ହୁଏ। ସେଇଠିକି ଆସିକି ଆମେ ଦେଖୁଛୁ ମାନେ ପରିବାପତ୍ର କେମିତି ଲଗା ହୁଏ। ଫାର୍ଷ୍ଟ ଟାଇମ୍ ଯେମିତି ଦେଖନ୍ତିନି ନା, ଇଆ ପାଳି ସରିଲା ପରେ ତା ପାଖକୁ ଯିବ ଆମର ପାଣି, ଜଣେ ଅପରେଟର ପାଇଁ ଥିବ। ତ ସେମିତି ଅପରେଟର ଜଣେ ଅଛି। ଦେନ୍ ଇଏ ସରିଲେ ତାଙ୍କ ବିଲକୁ ଯିବ। ଦେନ୍ ସେଠି କିଛି ସମୟ ସରିଲା ପରେ, ତାର ଘଣ୍ଟେ 2 ଘଣ୍ଟା ସରିଲା ପରେ ତାପରେ ତାଙ୍କ ବିଲକୁ ଯିବ। ଏଇଭଳିଆ ତାଙ୍କ ପ୍ରୋସେସ୍ ଅଛି ଏଠି। ଏପଟେ ସାଇଡ଼ ପୁରା ମକା, ପୁରା ମିଠା ମକା। ତାପରେ ବାଦାମ ଲାଗିଛି, ଆଉ କୋବି ମୂଳା ଏଠି ବହୁତ ଲାଗିଛି। କହିବା କଥା କି ଧାନ ଚାଷ ଅଧା ଏଠି କରନ୍ତିନି, 12 ମାସ ଏମିତି ଫସଲ ଲଗେଇ ଚାଲନ୍ତି। ଆଉ କିଛିଟା ଅଛି ଧାନ, ଏଠି ପାଖର ଧାନ ଅଛି, ଧାନ ଏପର୍ଯ୍ୟନ୍ତ କଟା ବି ହେଇନି। ତ ସେଟା ସରିଲା ପରେ ସେଟା ବି ଫସଲ ପୁଣି ଲଗାଯାଏ। ଏଇଟା ହେଉଛି ଦେଖିପାରୁଥିବ ଭେଣ୍ଡି ନିଆଁ ହେଇଯାଇଛି, ପୁଣି ଆଉଥରେ କଥା ଯେ ପୁଣି ଆଉଥରେ ଏଟା ହେଇଯିବ। ଦେନ୍ ତାଙ୍କର ବି ବହୁତ ସାରା ରହିଛି ମେଣ୍ଟେନାନ୍ସ ଅଛି, ପାଣି ଖର୍ଚ୍ଚ ଅଛି, ସାର ଅଛି, ମଜୁରୀ ଅଛି। ତାପରେ ବି ଆମକୁ କେତେ ମାନେ କମ୍ ରେଟ୍ରେ ଦେଉଛନ୍ତି, ସେତିକି ବଡ଼ କଥା। ଏରିଆ ହେଉଛି ଫସଲ ପୁରା ସେ ପାହାଡ଼ ପାଖରୁ ଲମ୍ବିକି ଏ ଗାଁଟା, ଏଇଟା ତାଙ୍କ ଗାଁଟା ହେଉଛି ଏଇ ଗାଁଟା। ପୁରା ଟୋଟାଲ୍ ହେଉଛି ଫସଲ ଲଗା ହେଇଛି। ଏଇଟା
ରସୁଣ କାଇଁ ଦେଖା ହଉନି? ଓହୋ ଏଇଟା ରସୁଣ କଞ୍ଚେଇ ଟିକେ ଟିକେ ଆଉ ଟିକେ ତା ପତ୍ର କାଢ଼ିଛି ଆଉ। ଏଇଟା ହେଉଛି ଭେଣ୍ଡି, ଏପଟେ ରହିଲା ଭେଣ୍ଡି, ଏପଟେ ରସୁଣ, ଏପଟଟା ବି ଭେଣ୍ଡି ରହିଛି। ଏଇଟା ହେଉଛି ଫୁଲ। ଆମେ ଯେଉଁ ସକାଳୁ ଯାଉଛନ୍ତି ଯେଉଁ ଭୁବନେଶ୍ୱର ପ୍ରାୟତଃ ମୁଁ କହୁଛି ଯେ ଟାଉନ୍ ମାନଙ୍କରେ ରହୁଛନ୍ତି, ସକାଳୁ ଯାଉଛନ୍ତି ଫୁଲ 10 ଟଙ୍କା 20 ଟଙ୍କା ଏମିତି ନେଇକି ଆସୁଛନ୍ତି। ଏଠି ସେଇ ହାର୍ଭେଷ୍ଟିଂ ହେଉଛି, ଏଠି ଫାର୍ମିଂ ହେଉଛି। ଏଠି କହୁଛନ୍ତି ଯେଉଁ ଧାନ ଚାଷ, ଏଇଠି ଧାନ ଚାଷ ହେଇଛି ଗାଁ ବିଲରେ। ଦୂର ଦୂରାନ୍ତର କରୁନାହାନ୍ତି। ଗାଁ ପାଖର ଯେଉଁ ଚାଷ ଜମି ଅଛି ସେଇଟା କେତେ ଦିନ କଟା ହେଇଯାଇଛି ଅଧା, ଏଇଟା କଟା ହେବା ଉପରକୁ, ଆଉ ଗୋଟେ 2 ଦିନ ଭିତରେ କଟା ହେଇଯିବ ଭାଇ କହୁଥିଲେ। ଧାନଟା ସାରିଲା ପରେ ଏଟା ବି ସେମିତି ହେଇଯିବ ଆମର ପରିବା ଚାଷ। ପରିବା ଚାଷ ମାନେ ସେ କହିବା କଥା ଇଏ ମାନେ ଫାଷ୍ଟ ପ୍ରୋସେସ୍ ହେଉଛି କ'ଣ ନା ପ୍ରଥମେ ରଫ୍ଲି ମରା ହେଇଯିବ, ଯେଉଁ ଆମର କହନ୍ତି ଟ୍ରାକ୍ଟର ହଳ କରାହେଇଯିବ। ଧାନ କ'ଣ ପୁରା ହାର୍ଡ଼ ମାଟିରେ ବି ହେଇଯାଉଛି, ହଳ କରିଦେଲେ ଜଷ୍ଟ। କିନ୍ତୁ ପରିବା ପାଇଁ ସେତିକି ସଫ୍ଟନେସ୍ ଦରକାର, ମାଟିର ସଫ୍ଟନେସ୍ ଯେମିତି। ଆଉ ଏଇ ତ ଦେଖିପାରୁଥିବେ ପାଣି ଯାଉଛି, ବିଲକୁ ଛଡ଼ା ହେଇଛି, ପାଣି ଯାଉଛି ପକ୍କା, ଜଷ୍ଟ ଉଠୁଛି ଏଇଟା। ମାଟି ସେତିକି ସଫ୍ଟନେସ୍ ନେଇ ଗୋଟେ ପରିବା ବାହାରିବ ସେଠୁ, ଭାଇଙ୍କ କହିବା କଥା। ତାପରେ ଅଛି ଧଣିଆ ପାଇଁ ଆହୁରି ସଫ୍ଟ ହେବା ଦରକାର, ଜାଗାଟା ପୁରା ମାନେ ହାତ ମାରିଦେଲା ବେଳକୁ ସେ ମାଟିରେ ପୁରା ଛାଡ଼ି ଯାଉଛି ହାତରୁ, ଏତେ ସଫ୍ଟ ହେଇଯାଇଛି ସେ ମାଟି। ଦେଖିବାର ତ ସୁନ୍ଦର ପରିବେଶ, ପୁରା ଗାଁ ପରିବେଶ, ପୁରା ଭଲସେ। ଗାଡ଼ିର କେଁ କାଁ କିଛି ନାହିଁ, କାନ ପାଖକୁ ଆସୁନି କିଛି। ଆଉ ଗାଁ ପାଖର ଧାନ ଜମି କରିବାର, ଧାନ ଫସଲ କରିବାର ରିଜନ୍ ଏଇଟା ଯେ ଜଲ୍ଦି ନେଇଯିବେ ଆମେ ଧାନଟାକୁ, ଜଲ୍ଦି ଏଠୁ ଉଠେଇକି ନେଇପାରିବେ ଗାଁକୁ। ପାଖରେ ବର୍ଷା ହେଲେ ସାଙ୍ଗେ ସାଙ୍ଗେ ନେଇପାରିବେ, ଦୂର ହେଲେ ସେଇଟା କଷ୍ଟ ହେବ ଲୋକକୁ, ତ ସେଥିପାଇଁ ଏଇଠି କରନ୍ତି। କିନ୍ତୁ ଏଇଟା ଉଠା ହେଇସାରିଲା ପରେ ଦେନ୍ ହଳ ହେବ, ହଳ ହେଇସାରିଲା ପ୍ରୋସେସ୍ ଯାହା ବି ଅଛି ସେଟା ହେଇକି। ଆଉ ପରିବା ବାଲା ଯେଉଁ ନେଉଛନ୍ତି ସିଏ ପ୍ରାୟ ରାତି 1-2ଟା ବେଳକୁ ପଳେଇ ଆସୁଛନ୍ତି। ଆସିକି ଆଙ୍କର ବି ପ୍ରୋସେସ୍ ଷ୍ଟାର୍ଟ ହେଇଯିବ, ଯେଉଁ କଟାକଟି ଫସଲ କଟାକଟି ହେଇକି ଯେଉଁ ଯାଉଛି ଆମ ସହରକୁ, ତ ଏଇଟା 1-2ଟା ବେଳକୁ ଷ୍ଟାର୍ଟ ହେଇଯାଉଛି। ଦେନ୍ ଗାଡ଼ି ଆସିକି ଲାଗିଲେ, କାଟିଲେ, ଏଠୁ ଉଠେଇଲେ ଗାଁକୁ, ସେଠୁ ଦେନ୍ ଗଲେ ସେଠି ଯେଉଁଟାକି ଆମେ ଖାଉଛନ୍ତି। ତ ଏଇଟା ହେଉଛି ପ୍ରୋସେସ୍, ଆମର ସେଇଟା ଦେଖୁଥିଲି ଯେ ଏଇ ଫସଲ ପରିବେଶ କେମିତି କ'ଣ ହେଇଛି। ଏ ଭିଡ଼ିଓଟା ଏଥିପାଇଁ ଥିଲା ଯେ ଆଉ ହେଲା ଦେଖନ୍ତୁ କେମିତି ଗାଁର ପରିବେଶ କେମିତି କ'ଣ, ସେଇଟା ଦେଖିବା ପାଇଁ ଟ୍ରାଏ କରୁଥିଲି। ଯଦି ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ ସେୟାର କରିଦେବେ, କମେଣ୍ଟ କରିଦେବେ। ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲିବେନି। ଦେଖା ହେବାକୁ ନୂଆ ଭିଡ଼ିଓରେ, ସେଥିପାଇଁ ଟାଟା।